ভর্গ বিভূতি সবিতা সৌরী সুন্দর শ্রী বিশ্ব দৃক্পালন ধৃতি পরম পুরুষ নমস্তে পরম পুরুষ নমস্তে পরম পুরুষ নমস্তে। পরম প্রেমময় শ্রী শ্রী ঠাকুর পরমারাধ্যা জগৎ জননী শ্রী শ্রী বড়মা পরম পূজ্য পাদ শ্রী শ্রী বড়দা পরম পূজ্য পাদ শ্রী শ্রী আচার্য দেব ସମସ୍ତଙ୍କର ଆତୁର ଚରଣ ପ୍ରଣାମ। ଆଜି ଏଇ ଭୁବନେଶ୍ୱର ଓଡ଼ିଶା ସତ୍ସଙ୍ଗର ଆଭାସୀ ସତ୍ସଙ୍ଗ ପରିଚାଳନା ଦାୟିତ୍ୱରେ ଅଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କୁ ଭଲ ପାଉଥିବା ମନୁଷ୍ୟଟିଏ, ଅତି ସହଜ ସରଳ ଅମାୟିକ ବ୍ୟକ୍ତିତ୍ୱ ସମ୍ପନ୍ନ ମନୁଷ୍ୟଟିଏ, ଇଷ୍ଟଙ୍କୁ ବହୁତ ଭଲ ପାଆନ୍ତି, ଠାକୁରଙ୍କୁ ବହୁତ ଭଲ ପାଆନ୍ତି, ଯାହା ଫଳରେ ସେ ସମସ୍ତଙ୍କୁ ଭଲ ପାଇ ପାରିଛନ୍ତି। এইଭଳି ଜଣେ ଅକିଞ୍ଚନକୁ ସେ ମଧ୍ୟ ବହୁତ ଶ୍ରଦ୍ଧା ଭଲ ପାଆନ୍ତି ଆଉ ବାରମ୍ବାର ମଧ୍ୟ এই ଆଭାସୀ ସତ୍ସଙ୍ଗ କହିବାର ସୁଯୋଗ ପ୍ରଦାନ କରିଛନ୍ତି। ପୂଜ୍ୟ ସୁଭାଷ ଭାଇଙ୍କ ଚରଣ ପ୍ରଣାମ। ଉପସ୍ଥିତ ସମସ୍ତ ରୀତି ମଣ୍ଡଳୀ, କର୍ମୀ ମଣ୍ଡଳୀ, ଗୁରୁ ଭାତୃ ମଣ୍ଡଳୀ, ମାତୃମଣ୍ଡଳୀ, ସ୍ନେହର ଛୋଟ ଛୋଟ ପିଲାମାନେ ସମସ୍ତଙ୍କୁ ମୁଁ ମୋର ପ୍ରୀତିପୂର୍ଣ୍ଣ ରାଜଗୁରୁଙ୍କ ଯଥାମାନ୍ୟ ପ୍ରଣାମ ନିବେଦନ କରେ। ଆର୍ଯ୍ୟାୟଣ ଦାଦା କହିଲେ ଗୋଟେ ଦାଦା ଟପିକ ଉପରେ ଆଲୋଚନା କରନ୍ତୁ। ଯାହା ହଉ ପ୍ରିୟ ପରମ ପୁରୁଷୋତ୍ତମ ଜୀବନର ଗ୍ରହଣ କରି এই ଆର୍ଯ୍ୟାୟଣ ବିଷୟରେ ଆଜି ଆଲୋଚନା କରୁଛି। ଆର୍ଯ୍ୟ ପଦଟି ସୃଷ୍ଟି ହେଇଛି ରୁ ଧାତୁରୁ, ଯାହାର ଅର୍ଥ ହେଉଛି ଗତି କରିବା, ଊର୍ଦ୍ଧ୍ୱମୁଖୀ ଗତି। ଆଉ ଅୟନ ପଦର ଅର୍ଥ ହେଉଛି ପଦ, ପଥ। ତେଣୁ ଆର୍ଯ୍ୟାୟଣ ପଦର ଅର୍ଥ ହେଉଛି ଆର୍ଯ୍ୟ ବା ଶ୍ରେଷ୍ଠ ହେବାର ମାର୍ଗ। ଏହାକୁ ଆର୍ଯ୍ୟକୃଷ୍ଟି ମଧ୍ୟ କୁହାଯାଏ। କୃଷ୍ଟି ପଦ ସୃଷ୍ଟି ହେଇଛି କୃଷ୍ ଧାତୁରୁ, ଯାହାର ଅର୍ଥ ହେଉଛି କର୍ଷଣ, ପ୍ରାପଣ, ଆକର୍ଷଣ, ସଞ୍ଚାଳନ ଓ ଆଧିପତ୍ୟ ଅର୍ଜନ ଇତ୍ୟାଦି। ଯେଉଁ କର୍ଷଣ ବା ଅନୁଶୀଳନ ଆମକୁ ନିତ୍ୟ ସଞ୍ଚାଳିତ କରି ଉନ୍ନତିର ପ୍ରଗତିର ଅଧିକାରୀ କରି ତୋଳେ, ତାହା ହିଁ ହେଉଛି ଆର୍ଯ୍ୟକୃଷ୍ଟି ବା ଆର୍ଯ୍ୟାୟଣ। ବୈଦେଶିକ ମାନଙ୍କ ମତରେ ଆର୍ଯ୍ୟ ଏକ ଜାତି ବା ଗୋଷ୍ଠୀ, ଯେଉଁମାନେ ଏସିଆର କାସ୍ପିଆନ ହ୍ରଦ କୂଳରୁ କ୍ରମେ ଏସିଆ, ୟୁରୋପ ବିଭିନ୍ନ ସ୍ଥାନକୁ ଯାଇ ବସତି ସ୍ଥାପନ କରିଥିଲେ। ଏହି ଭ୍ରାନ୍ତ ଧାରଣାରୁ ଆର୍ଯ୍ୟ, ଅନାର୍ଯ୍ୟ, ଦ୍ରାବିଡ଼ ପ୍ରଭୃତି ବିଭେଦ ସୃଷ୍ଟି କରାଯାଇ ଭାରତୀୟ ମାନଙ୍କୁ ବହୁଧା ବିଭକ୍ତ କରି ଇଂରେଜ ମାନେ ଶାସନ କରୁଥିଲେ। କିନ୍ତୁ ପ୍ରକୃତରେ ଆର୍ଯ୍ୟ କୌଣସି ଗୋଷ୍ଠୀ ବା ରେସ୍ ର ନାମ ନୁହେଁ, ବରଂ ଏହା ଏକ ସମନ୍ୱିତ ସଂସ୍କୃତିକୁ ବୁଝାଯାଏ। ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ହିନ୍ଦୁ ଧର୍ମ ମାନେ ହିଁ ଆର୍ଯ୍ୟ ଧର୍ମ, ଆର୍ଯ୍ୟ ମାନଙ୍କର ଦର୍ଶନ ହିଁ ହିନ୍ଦୁ ଦର୍ଶନ, ଆର୍ଯ୍ୟ ଋଷି ହିଁ ହିନ୍ଦୁ ମାନଙ୍କର ଋଷି, ଆଉ ଯେଉଁମାନେ ଏଗୁଡ଼ିକୁ ମାନି ଚଳନ୍ତି ସେଇମାନେ ହିଁ ହିନ୍ଦୁ, ସେଇମାନେ ହିଁ ହିନ୍ଦୁ। ସେଥିପାଇଁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ବହୁତ ଆଶା ପୋଷଣ କରି ପୁରୁଷୋତ୍ତମ ଭାବଧାରାରେ କେମିତି ସମସ୍ତେ ରହିବେ, ପୁରୁଷୋତ୍ତମ ମାନିକି ଚାଲିକି ଏଇ ଆର୍ଯ୍ୟ ସଂସ୍କୃତି ବଞ୍ଚେଇ ରଖିବେ, ସେଥିପାଇଁ ଶ୍ରୀ ଶ୍ରୀ ଠାକୁର ବହୁତ ବ୍ୟସ୍ତ ହେଇ ପଡୁଥିଲେ। ପୁରୁଷୋତ୍ତମଙ୍କର ଭାବଧାରା ଓ ଅନୁଶାସନ ଅନୁଶାସିତ এই ଆର୍ଯ୍ୟ ଭୂମି ଦେବଭୂମି ଭାରତ ବର୍ଷର ଲୋକମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର ଅତ୍ୟନ୍ତ ମଧୁର ଓ ମନୋଜ୍ଞ ଥିଲା। ଯେଉଁଥିପାଇଁ ସେଦିନ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖରୁ ଝରି ପଡ଼ିଥିଲା, ଆର୍ଯ୍ୟ ବର୍ଷ ଭାରତ ଆମର ଜ୍ଞାନ ଗରିମା ଗୌରବିନୀ, ଦ୍ୟୁତି ପ୍ରେକ୍ଷା ସ୍ଫୁରକ ପ୍ରଜ୍ଞା, ଦିଲୋକ ଦୀପକ ମାଳିନୀ, ଭାରତ ବିଶ୍ୱରିତାୟନୀ। ଅର୍ଥାତ୍ ଭାରତ ହେଉଛି ସମଗ୍ର ପୃଥିବୀର ପଥ ପ୍ରଦର୍ଶକ। ମନେ ପଡ଼େ ଗ୍ରୀକ ବୀର ଆଲେକଜାଣ୍ଡାର ଯେତେବେଳେ ଭାରତ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ତାଙ୍କର ଶିକ୍ଷା ଗୁରୁ ଆରିଷ୍ଟଟଲ ତାଙ୍କୁ କହିଥିଲେ ଯେ ଭାରତ ବର୍ଷର ଶ୍ରେଷ୍ଠ ସମ୍ପଦ ହେଉଛି ଧର୍ମ। ଅର୍ଥାତ୍ ବଞ୍ଚି ବଢ଼ିବାର ତୁକ ବା ଚଳନୀକୁ ତୁମେ ଯଦି ନେଇ ଆସିପାରିବ,
ତାହେଲେ ତୁମେ ଭାରତବର୍ଷର ଆଦର୍ଶ ସମ୍ପଦକୁ ନେଇ ଆସିପାରିବ। ଆରିଷ୍ଟଟଲଙ୍କର ଏଇ ଛୋଟିଆ ଉପଦେଶ ଭିତରେ ଲୁଚି ରହିଥିଲା ଏକ ବିରାଟ ଦର୍ଶନ ଓ ସମୁଦାୟ ଭାରତବର୍ଷ ନିର୍ଯାସ। କାରଣ ଆରିଷ୍ଟଟଲ ଭଲ ଭାବେ ଜାଣିଥିଲେ ଯେ ଆଜି ଯଦି ଆଲେକଜାଣ୍ଡାର ଭାରତକୁ ଜୟ କରି ସମସ୍ତ ଧନ ସମ୍ପତ୍ତିର ଅଧିକାରୀ ହୁଅନ୍ତି, ପୁଣି ହୁଏତ ଅନ୍ୟ ଏକ ଶକ୍ତିଶାଳୀ ରାଜାଙ୍କର ଆକ୍ରମଣରେ সেই ଧନ ସମ୍ପତ୍ତି ଚାଲି ଯାଇପାରେ। କିନ୍ତୁ ଭାରତବର୍ଷର ଧର୍ମୀୟ ସମ୍ପତ୍ତି ଅର୍ଥାତ୍ ଲୋକମାନଙ୍କର ଚାଲିଚଳନ, ଆଚାର ବ୍ୟବହାର, ବଞ୍ଚି ବଢ଼ିବାର ନୀତି ବିଧିକୁ ଯଦି ତାଙ୍କ ଲୋକମାନଙ୍କ ଭିତରେ ସଞ୍ଚାରିତ କରାଇ ଦେଇ ପାରନ୍ତି, ତା ଦ୍ୱାରା ତାଙ୍କ ଦେଶର ଲୋକମାନଙ୍କର ଚାଲିଚଳନ ବଦଳିଯିବ ଓ ତାହା ହେବ ତାଙ୍କର ପ୍ରକୃତ ପ୍ରାପ୍ତି। ତାହା ହିଁ ହେବ ତାଙ୍କର ପ୍ରକୃତ ପ୍ରାପ୍ତି। ମନୁଷ୍ୟର ଅନ୍ତରତମ କାମନା ହେଉଛି ଅମୃତର ଅଧିଗମନ। ଏଥିପାଇଁ ଅପରିହାର୍ଯ୍ୟ ପ୍ରୟୋଜନ ହେଉଛି ଜୀବନ ଭୂମିର ବିହିତ କର୍ଷଣ ଦ୍ୱାରା ଅନ୍ତର ବାହାରର ପୋଷଣ ବର୍ଦ୍ଧନୀ ଶାଶ୍ୱତ ସମ୍ପଦ ସମ୍ଭାରର ସ୍ମୃତିଚରଣ ସଂରକ୍ଷଣ ସଞ୍ଚାରଣ ମାଧ୍ୟମରେ ଅନନ୍ତ ବିବର୍ଦ୍ଧନର ପଥେ ଅଗ୍ରସର ହେବା। ଏହା ହିଁ ଆର୍ଯ୍ୟ କୃଷ୍ଟିର ମର୍ମଗତ ତାତ୍ପର୍ଯ୍ୟ, ଯୋଉଟା ପରମ ପୂଜ୍ୟ ପାଦ ଶିଶି ବର୍ଦ୍ଦା ଆର୍ଯ୍ୟ କୃଷ୍ଟି ଭୂମିକାରେ ହିଁ ଲେଖିଛନ୍ତି। ପୃଥିବୀ ପୃଷ୍ଠରେ ପରିଦୃଶ୍ୟ ସଂସ୍କୃତି ମାନଙ୍କ ମଧ୍ୟରେ ଆର୍ଯ୍ୟ ସଂସ୍କୃତି ସର୍ବଶ୍ରେଷ୍ଠ। କାରଣ ଏହା ଯେପରି ବୈଜ୍ଞାନିକ ସେହିପରି ପ୍ରଗତିଶୀଳ। ମାନବର ଚେତନା ରାଜ୍ୟ ହେଉଛି ସଂସ୍କୃତିର ଆଧାର। ଏହି ଚେତନା ରାଜ୍ୟରେ ଚିରନ୍ତନ କର୍ଷଣର ପ୍ରଭାବରୁ ଉନ୍ନତରୁ ଉନ୍ନତର ମାନବୀୟ ସୃଷ୍ଟି କରିବା ଆର୍ଯ୍ୟ ସଂସ୍କୃତିର ମୋହନୀୟ ଅବଦାନ। ତେଣୁ ଆର୍ଯ୍ୟମାନେ ନିଜକୁ ଦେବତା ବା ଅମୃତର ସନ୍ତାନ ବୋଲି ଘୋଷଣା କରିଛନ୍ତି। ଅତୀନ୍ଦ୍ରିୟ ଆଧ୍ୟାତ୍ମିକ ରାଜ୍ୟରେ ପ୍ରବେଶ ସହିତ ଭୌତିକ ସଂସ୍କାର ସହିତ ତାର ସାମ୍ୟ ଓ ବୈଶିଷ୍ଟ୍ୟ ଧାରଣ କରି ଆଧ୍ୟାତ୍ମିକତାକୁ ସେମାନେ ପ୍ରାଧାନ୍ୟ ଦେଉଥିଲେ। ତେଣୁ ଭାରତରେ ଭୌତିକ ବିଜ୍ଞାନ ଯଥା ଗଣିତ, ଜ୍ୟୋତିଷ, ଆୟୁର୍ବେଦ, ଭୂଗୋଳ, ନ୍ୟାୟ, ବୈଦେଶିକ ପ୍ରଭୃତିରେ ବ୍ୟାପକ ଗବେଷଣା ହେଉଥିଲା ଏବଂ ଆତ୍ମବିଦ୍ୟା ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଉଥିଲା। ଭୌତିକ ବିଦ୍ୟାରେ ଅସମାନ ପ୍ରତିଭା ପ୍ରଦର୍ଶନ କରି ଋଷିମାନେ ବିଶ୍ୱକୁ ଜ୍ଞାନଲୋକ ପ୍ରଦାନ କରୁଥିଲେ। ବିଶ୍ୱରେ ଜ୍ଞାନ ଗୁରୁ ରୂପେ ଭାରତ ବିଖ୍ୟାତ ହୋଇଥିଲା। କିମ୍ବଦନ୍ତୀ କୁହେ ମହାବୀର ଆଲେକଜାଣ୍ଡାର ମାତୃବଚନ ଓ ଗୁରୁ ବଚନକୁ ସ୍ୱୀକାର କରି ଭାରତ ବର୍ଷରୁ ଚିକିତ୍ସା ବିଦ୍ୟାବିଦ ଶିବିର ଓ ଆଧ୍ୟାତ୍ମିକବାଦ ଋଷିମାନଙ୍କୁ ନେବା ପାଇଁ ବହୁତ କଷ୍ଟ କରି ଭାରତ ବର୍ଷକୁ ଆସିଥିଲେ। ଆଉ ଏଇ ୟୁରୋପୀୟ ମାନେ ନା ଆଧ୍ୟାତ୍ମିକବାଦୀ ଭାରତ ବର୍ଷର ଲୋକମାନଙ୍କୁ ଦେଖିବା ପାଇଁ ଭାରତୀୟ ଲୋକମାନେ କେମିତି ଅଛନ୍ତି, ଏଇ ଆର୍ଯ୍ୟ କୃଷ୍ଣ ଲୋକମାନେ କେମିତି, କେଉଁ ଭଳିଆ ଲୋକମାନେ, ସେଇମାନଙ୍କୁ ଦେଖିବା ପାଇଁ ଆଜ୍ଞା ଏଇ ୟୁରୋପୀୟ ମାନେ ଜଳପଥ ସ୍ଥଳପଥ ଆବିଷ୍କାର କରୁ କରୁ ସମଗ୍ର ପୃଥିବୀ ପୃଷ୍ଠକୁ ଆବିଷ୍କାର କରିଦେଇଥିଲେ। ଏଣୁ ଆର୍ଯ୍ୟ ସଂସ୍କୃତି ଯେ ବିଶ୍ୱର ସର୍ବଶ୍ରେଷ୍ଠ ବିଭୂତି ଥିଲା, ତାହା ଯେକୌଣସି ବ୍ୟକ୍ତି ମୁକ୍ତ କଣ୍ଠରେ ସ୍ୱୀକାର କରିବେ। ସଂସ୍କୃତିର ସୂକ୍ଷ୍ମ ଚେତନା ପୃଷ୍ଟି ମଧ୍ୟରେ ଲୁକାୟିତ ଥାଏ, ଅର୍ଥାତ୍ ସାଂସ୍କୃତିକ ପ୍ରତିଫଳନ ବାହ୍ୟ ରୂପରେ ପରିଲକ୍ଷିତ ହୁଏ। ତାର ବିହିତ କର୍ଷଣ ମନୋରାଜ୍ୟ ପୂର୍ବ ପ୍ରବେଶ କରିଥାଏ। ଆର୍ଯ୍ୟ ବା ଶ୍ରେଷ୍ଠ ହେବାର ସାଧନାରେ ହିଁ ଆର୍ଯ୍ୟତ୍ୱ ବିଲୀନ ଥାଏ। ଶ୍ରେଷ୍ଠଙ୍କୁ ଚିହ୍ନିବା, ଅନୁସରଣ କରିବା, ତଦନୁରୂପ ହୋଇ ଉଠିବାର ସାଧନା ଆର୍ଯ୍ୟ ଋଷି ମାନଙ୍କ ଚରିତ୍ରକୁ ଦେଖିଲେ ହିଁ ଜଣାପଡେ। ମହର୍ଷି ଅଗସ୍ତ୍ୟ ମୁହୂର୍ତ୍ତକ ମଧ୍ୟରେ ସମଗ୍ର ସଂସାରର ଜଳ ସୃଷ୍ଟି ବିଘଟନ ପ୍ରକ୍ରିୟା ଜାଣି ମଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଠାରେ ଅହଙ୍କାର ଶୂନ୍ୟ ଚିତ୍ତରେ ସଦାଭକ୍ତି ପ୍ରଦର୍ଶନ କରିଥିଲେ, ତାଙ୍କୁ ଅନୁସରଣ କରିଥିଲେ। ଆର୍ଯ୍ୟ ସ୍ଥାନ ସମଗ୍ର ଭାରତ ବର୍ଷକୁ ହିଁ ବୁଝାଯାଏ। ଭାରତ ବର୍ଷର ସାମଗ୍ରିକ ସମ୍ମିଳିତ ସଂସ୍କୃତି ହିଁ ଆର୍ଯ୍ୟ ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ଶିଖ, ବୌଦ୍ଧ, ଜୈନ ସବୁ ମତାବଦ ହିଁ ଆର୍ଯ୍ୟ ସଂସ୍କୃତିର ବିବିଧ ଝଲକ। ଆର୍ଯ୍ୟ ସଂସ୍କୃତି ବିବିଧତାର ସମ୍ମିଳିତ ଏକତ୍ୱବାଦ ଆଭା ପ୍ରକଟିତ କରେ। ଜଡ଼ ବସ୍ତୁରେ ନାସ୍ତିବାଦ ଆଧ୍ୟାତ୍ମ ମଧ୍ୟ ଉପେକ୍ଷା କରେ ନାହିଁ। ଅନୁଠାରୁ ମହାମେରୁ ତାପରେ ଜଙ୍ଗମ ସବୁଠାରେ ହିଁ ଦେଖେ ଆତ୍ମା ସତ୍ତାର ବିବିଧ ପଥ।
तेणु जड़ चेतना उभयवादु समुन्नत करी से आत्मा पुनर्जन्म कर्म फल और स्वर्ग नरक परिकल्पना इत्यादि सृष्टि करे। पाश्चात्य केवल इंद्रियग्राही संस्कार गवेषणा सीमाबद्ध मात्र भारतवर्ष इंद्रियातीत संसार को ग्रहण कर भारतीय मानकर अनुसरण कर पाश्चात्यवासी माने वृक्षलतार जीवनवाद ग्रहण करथिले मध्य एपर्यंत जड़ वस्तुर जीवन को ग्रहण करि पारि नाहंती। आर्य माने जीवनवादर साधना पथर अग्रसर हेउ हेउ जे अतीन्द्रिय शक्ति बा शक्ति उत्सर संधान पाइथिले ताहाकु समान ईश्वर बा परमात्मा नाम देइथिले। से परमात्मा को बुझाइया पाई केतेबेले योग्यता अनुसार साधन जोग तपस्या आदि शिक्षा देउथिले तो केतेबेले निराकार साकार उपासना प्रचलित करुथिले। उभयर लक्ष्य थिला एक आत्मदर्शन और ईश्वर उपलब्धि। यही चेतनार मानवीय सृष्टि करी अवतार माध्यम मर्त्यलीला चरित्र ही पुराण मानक आख्यायित होता। पुरुषोत्तम तत्व अनुसरण करी प्रत्येक मनुष्यर वैशिष्ट्य नारी ईश्वर प्राप्ति पाई सबू मतवाद सृष्टि होता। तेणु श्री श्री रामकृष्ण परमहंस कहते जेते मत सेते पथ से जीवन को तांको राज्य मनोनिवेश करने प्रभु चरणाश्रित हो पथर चलिए आर्य संस्कृति प्रथम उपदेश ही दे था। किंतु यही अनुसंधित मन नहीं आज समाज को पर्यालोचना कले देखा जाए जे दोषदर्शिता ईर्षा परोक्षिकातरता दिन को दिन बढ़ी बढ़ी चली। अपर पक्षर व्यक्तिगत जीवन ठारू राष्ट्रीय जीवन पर्यंत परस्पर सही बही चलवा श्रेष्ठ को मानि तांको निर्देश मुताबक चलवा परस्पर स्नेह प्रति भल पाइबा आज धीरे धीरे कमी जाउची। लुण विहीन तरकारी जेपरी स्वादहीन हो उठे से भली भावरे मनुष्य चाली चलन आचार व्यवहार ठीक न रहिले मनुष्य मध्य सेही परि स्वादहीन हो उठे। परम प्रेम श्री श्री ठाकुर कहते तुम्हें माने जगतर स्वाद संदीपनी लवण सदृश तुम्हें माने जदि स्वादहीन हो उठ वाक्य व्यवहार चलनी चरित्र एपरी कौन अच्छी जहाँ दुनिया को स्वाद तृप्त कर तोड़ब। परम पूज्य पाद शिशु बड़दा कहते चरित्र है मनुष्यर बड़ पुंजी। यही पुंजी जो मनुष्य मध्य जेते पुंजीभूत से हुए सेते बड़ श्रद्धार पात्र। देशे देशे लोके लोके काल कालांतरे तार मर्यादार आसन अलक्ष्य सुप्रतिष्ठित संप्रसारित हो चले। यही मृत्युंजयी कालजयी मनुष्य महिमा मनुष्य अर्जन करे जो जादू मंत्र बल ताही हूँ तार आचरण बा सम्यक चलन। यही सम्यक चलन मूल उत्सटी कौन ताहा श्रेयनिष्ठा एवं गुरु भक्ति। यही नित्य नित्य प्रसारणशील सदा सक्रिय सुकेन्द्रिक अनुराग्नि जार निहित सार्थक लाभ करे स्नेहानुग अव्यर्थ मनोज्ञ चलन अंतर बाहर जहाँ किसी सुगठित शाश्वत विन्यास विनायत सेवा सदनु सक्रिय कर तोले सेठारे जागी उठे ऐश्वर्य माधुर्य मंडित महत चरित्र परिवेश और परिस्थिति नियंत्रण संचालित करे। एणु परम प्रेममय श्री श्री ठाकुर कहते चल जेते पार चरित्र को पियर रंग रंगीन करी हृदय वाक्य व्यवहार निखुण भाव मिलाई देई ताने निर चरित्र चलनी को यदि परस्पर प्रीति भल पाइबार बांधिदबा ताने ही उठिब। किंतु आजिर भोग सर्वस्व समाज रे प्रत्येक मनुष्य ही सो सो प्रधान प्रत्येक ही निजर स्वार्थटा को बड़ कर देखे अपर को जेने तेने प्रकार दबाई रखी निजर पद प्रतिष्ठा बजाई रखा ही तार मूल मंत्र हो उठे। कहा कहीं चाहबार कौन प्रयोजन बोध ना अपर कौन क्षति हेउ कि न हो से किसी जा आसेना मोर उद्देश्य सिद्धि हेले ही है। यही भली एक परिप्रेक्षी मनुष्य को तार स्व महिमार फेरैबा आनिया उद्देश्य परम प्रेम श्री श्री ठाकुर कहते सबको बड़ करू जेते सेतेरे बड़ हेबुरे तुई बड़ हेबार गोटे पथ गोटे छड़ा नाई दुई। मनुष्य यदि सब समय निजू नहीं व्यस्त रहे ताहले से धीरे धीरे आत्मकेन्द्रिक हो उठे। मनुष्य जेपरी निजर गंडी मध्य सीमाबद्ध न रहे बृहत्तर परिवेश भितर से निजक सामिल करें
ଅପର ସୁଖ ଦୁଃଖ ସମ୍ବନ୍ଧରେ ସେ ବି ଯେପରି ଚିନ୍ତା କରେ। ତେଣୁ ସେ ଆତ୍ମ ସଂକୀର୍ଣ୍ଣତା ଦୃଷ୍ଟି ଫେରାଇ ଆଣିଲେ ଆତ୍ମବିସ୍ତାର ଦିଗରେ। ଆଉ ମନୀଷୀ ଦର୍ଶନ କହେ ସଂକୋଚନ ହିଁ ମୃତ୍ୟୁ ଆଉ ପ୍ରସାରଣ ହିଁ ସୁଖ। ବହୁ ଶତବର୍ଷ ପୂର୍ବେ ଭଗବାନ ଯୀଶୁଖ୍ରୀଷ୍ଟ ମଧ୍ୟ କହୁଥିଲେ ଲଭ୍ ଥାଇ ନାଇବର ଏଜ୍ ଥାଇ ସେଲ୍ଫ। ତୁମର ପରିବେଶକୁ ହିଁ ତୁମର କରି ଭଲ ପା। ସେଥିପାଇଁ ତ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମଧ୍ୟ ଯୋଉ ଡାକରା ଦେଇଛନ୍ତି ଡିପି ୱାର୍କ। ଯାଅ ଲୋକମାନଙ୍କୁ ଘର ପାଖକୁ ଯାଅ, ତାଙ୍କୁ ଶ୍ରଦ୍ଧା କର, ତାଙ୍କୁ ଭଲ ପାଅ, ତାଙ୍କ ଚୁଲି ଜଳିଛି କି ନାହିଁ ଦେଖ, ତାଙ୍କୁ ପ୍ରୀତି ବନ୍ଧନ ବାନ୍ଧି ଦିଅ, ଆଉ ତାଙ୍କୁ ପରମ ପ୍ରେମ ଶିଶି ଠାକୁର ସହିତ ଯୋଗଯୁକ୍ତ ଜୀବନ ଯାପନ କରି ଦିଅ। କାରଣ ଆର୍ଯ୍ୟ କୃଷ୍ଟିରେ ଏକକୁ ମାନିବାର ଯୋଉ ମନୋବୃତ୍ତି ଅଛି, ପୁରୁଷତ୍ୱ ମାନିବାର ଯୋଉ ଚଳନ ଚାଲିଲେ ମନୁଷ୍ୟ ଯୋଉ ଶାନ୍ତି ସ୍ୱସ୍ତି ଲାଭ କରିପାରେ, ସେଇ ଚଳନଠାରୁ ସେ ବିଚ୍ୟୁତ ହେଇ ଯୋଉ କଷ୍ଟ ଅନୁଭବ କରୁଛନ୍ତି, ଯୋଉ ଦୁଃଖ ଅନୁଭବ କରୁଛନ୍ତି, ଯାଅ ତାଙ୍କୁ ପୁନର୍ବାର ସେଇ ଆର୍ଯ୍ୟ କୃଷ୍ଟି ଧାରାରେ ବା ସେ ଆର୍ଯ୍ୟାଣ ଧାରାରେ ବା ଆର୍ଯ୍ୟ ଚଳନ ଧାରାରେ ପୁନର୍ବାର ତାଙ୍କୁ ତୁମେ ଫେରେଇ ଆଣ। ସେଥିପାଇଁ ତ ପରମ ପ୍ରେମ ଶ୍ରୀ ଠାକୁର ମଧ୍ୟ କହୁଛନ୍ତି ପଡ଼ା ପଡ଼ୋଶୀ ତୋର ନିପାତ ହେବେ, ତୁଇ ବସି ସୁଖ ପାଇବୁ ବୁଝି, ଯା ଛୁଟି ଯା ତାଙ୍କୁ ହିଁ ବଞ୍ଚା, ସେମାନେ ହିଁ ତୋର ବଞ୍ଚିବା ପୁଞ୍ଜି। ବ୍ୟାଖ୍ୟା କରି ପରମ ପ୍ରେମ ଶ୍ରୀ ଠାକୁର ବୁଝେଇ ଦଉଛନ୍ତି ପଡ଼ା ପଡ଼ୋଶୀଙ୍କର ଘରେ ଯଦି ରୋଗ ହୁଏ, ମୁଁ ଯଦି ସେମାନଙ୍କୁ ସୁସ୍ଥ କରି ନ ତୋଳେ, ସେ ରୋଗ ମୋ ଘରେ ବି ହୋଇପାରେ। ସେମାନଙ୍କର ଘରର ଅଗ୍ନିକୁ ଯଦି ନ ଲିଭାଏ, ତେବେ ସେଇ ନିଆଁରେ ମୋ ଘର ବି ପୋଡ଼ି ଯାଇପାରେ। ସାର କଥା, ନିଜେ ସୁସ୍ଥ ରହିବାକୁ ହେଲେ ସୁସ୍ଥ ପରିବେଶରେ ବାସ କରିବା ଦରକାର। ପାରିପାର୍ଶ୍ୱିକ ଯଦି ଶରୀର ବା ମନରେ ବା ଉଭୟ ଅସୁସ୍ଥ ଥାଏ, ତେବେ ସେମାନଙ୍କ ସଂସ୍ପର୍ଶରେ ଅନାୟାସରେ ହିଁ ଗୋଟିଏ ମଣିଷକୁ ଅସୁସ୍ଥ କରିଦେଇପାରେ। ତେଣୁ ପରିବେଶକୁ ସୁସ୍ଥ ରଖିବା କଥା ବିଶେଷ ଭାବେ ଶ୍ରୀ ଠାକୁର କହିଛନ୍ତି। ସାଧାରଣତଃ ଚଳିତ ରକମର ଜନସେବା ବା ସମାଜ ସେବା ଦ୍ୱାରା ମଣିଷର ପ୍ରକୃତ କଲ୍ୟାଣ କରାଯାଇପାରେ ନା। ମଣିଷର ଜୀବନ ତିନୋଟି ସମ୍ବନ୍ଧାତୀୟ। ଗୋଟିଏ ହେଲା ଫାର୍ଷ୍ଟ ହେଲା ଆଇଡିଆଲ ଇଷ୍ଟ, ସେକେଣ୍ଡ ହେଲେ ସେଲ୍ଫ ଅହଂ, ଆଉ ଥାର୍ଡ ହେଉଛି ଏନଭାରମେଣ୍ଟ ବା ପାରିପାର୍ଶ୍ୱିକ। ମୁଁ ରୂପେ ଯେଉଁ ଅହଂ ପାରିପାର୍ଶ୍ୱିକର ସେବା କରିବ, ତାହା ଯଦି ଇଷ୍ଟାନୁକୂଳ ନ ହୁଏ, ତେବେ ସେ ସେବା ହେବ ବେକାର। ଅନେକ ପରିଶ୍ରମ କରି ଦେଖାଯିବ ଗୋଟିଏ ମଣିଷର ବା ଗୋଟିଏ ପରିବାରର ବା ଗୋଟିଏ ସମାଜର ବଡ଼ ରକମର ଭଲ କିଛି କରିପାରିଲି ନାହିଁ। ଇଷ୍ଟାନୁକୂଳ ମାନେ ଇଷ୍ଟଙ୍କର ଅନୁକୂଳ, ଆଉ ଇଷ୍ଟ ହେଲେ ଗୁରୁ ପୁରୁଷୋତ୍ତମ ସ୍ୱୟଂ। ସେ ଜୀବନର ଆଲୋକ, ଜୀବନ ପଥର ଦିଶାରୀ, ମୂର୍ତ୍ତ ମଙ୍ଗଳ। ତାଙ୍କ ପଥ ଯାହା ନୁହେଁ ତାହା ହିଁ ହେଲା ଶୈତାନର ପଥ, ଅକଲ୍ୟାଣର ପଥ। ପ୍ରବୃତ୍ତି ସମାଚ୍ଛନ୍ନ ମଣିଷ ଶୈତାନ କଳ ହିଁ ଅବସ୍ଥାନ କରେ, ତା ନିକଟରେ ଇଷ୍ଟ ପଥ ହୁଏ ଓଲଟା। ଜୀବନର ସାବଳୀୟ ଗତି ତା ନିକଟରେ ହୁଏ ଦୁର୍ବୋଧ। ତେଣୁ ଆପାଦ ମନୋରଥ ତଥା କଥିତ ଜଳ୍ପନା ପ୍ରିୟ ଚଳନୀକୁ ହିଁ ସେ ଆଶ୍ରୟ କରି ଚାଲିବାକୁ ଚାହେଁ। ତା ପାଖରେ ଏଇ ଚଳନୀ ହେଇ ଉଠେନି ଭଲ, ଆର୍ଯ୍ୟାୟନ ଚଳନୀଟା ଠିକ ପରିପନ୍ଥୀ ହେଇପାରେ ନାହିଁ। କାରଣ ଇଷ୍ଟତନ୍ତ୍ରୀ ନହେଲେ ତୁଇ ବୃତ୍ତିତନ୍ତ୍ରୀ ହେବୁ, ବୃତ୍ତିତନ୍ତ୍ରର ଐକୃତ ଖଣ୍ଡରେ ସ୍ୱାତନ୍ତ୍ରହୀନ ହେବୁ। ପୁନଃ ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଯଦି ଆର୍ଯ୍ୟାୟନ ଚଳନୀ ମଣିଷ ନ ଚାଲେ, ଇଷ୍ଟ ଚଳନୀ ମଣିଷ ନ ଚାଲେ, ତାହେଲେ ସେ ଦୁର୍ଗତିର ପତିତ ମଧ୍ୟ ହେଇଯାଏ। ଇଷ୍ଟ ଚଳନୀ ଥାରେ ଯଦି ରୁକବେ ନା କହି ଦୁର୍ଗତି, ଦୁର୍ଗତି ସବୁ ଦୁର୍ଗ ହୋଇ ଆଣିବ ଜୟର ଉନ୍ନତି। এই ইষ্টানুকূଳ ଚଳନୀ ହିଁ ସମସ୍ତ ଦୁର୍ଗତିକୁ ରୋଧ କରିବାର ସକ୍ଷମ। କାରଣ ଯେଉଁ ବ୍ୟକ୍ତି ଇଷ୍ଟଙ୍କୁ ଜୀବନର ଅଭ୍ରାନ୍ତ ଚାଳକ ରୂପେ ଗ୍ରହଣ କରେ, ସିଏ ଧ୍ୟାନ ଧାରଣା ଓ ନିତ୍ୟ ସେବାର ଭିତରେ ଦେଇ ତାଙ୍କୁ ଭଲ ପାଏ। ଭଲ ପାଇବା ଯେତେବେଳେ ହୁଏ, ସେତେବେଳେ ଆସିଯାଏ ତାଙ୍କ ପସନ୍ଦ ଅନୁଯାୟୀ ଚାଲିବାର ଇଚ୍ଛା ଚଳନ। এইଭଳି ଇଚ୍ଛା ଶକ୍ତି ଯେତେବେଳେ ତୀବ୍ର ଅଦମ୍ୟ ହୋଇ ଉଠେ, ସେତେବେଳେ ମଣିଷ ଭିତରେ ଏକ ବିଶେଷ ଧରଣର ମନସ୍ତାତ୍ତ୍ୱିକ କ୍ରିୟା ଆରମ୍ଭ ହୁଏ। ମଣିଷ ଅକପଟ ହୋଇ ଯାହାକୁ ଗଭୀର ଭାବରେ ଭଲ ପାଏ, ତାର ମନ ଭଳି ହୋଇ ଉଠିବାକୁ ସେ ଚିନ୍ତା କରେ। ଆଉ ସେ ଯାହା ପସନ୍ଦ କରନ୍ତି ନାହିଁ, ତାହା ନିଜର ପ୍ରୀତିକର ହେଲେ ମଧ୍ୟ ଅକ୍ଲେଶର ବର୍ଜନ କରେ। এই টাଣ ଯେତେବେଳେ ଶ୍ରେଷ୍ଠଙ୍କ ପାଇଁ ହୁଏ, ତାହାର ନାମ ଭକ୍ତି, ଆଉ ନିକୃଷ୍ଟ ପାଇଁ ହେଲେ ତାହାର ନାମ ହେଲା ଆଜ୍ଞା ଆସକ୍ତି। এই ଆସକ୍ତି ଚଳନ ମଣିଷ ଯଦି ଚଳେ, ତାହେଲେ ସବୁ କିଛି ତାର ନଷ୍ଟ ହେଇଯାଏ। ସବୁ କିଛି ତାର ଜୀବନକୁ
पर्याप्त परिपूर्ण करि पारे नाही तेणु इष्ट चलनीटा रही दरकार भक्ति रे दुईटी विषय अत्यंत स्पष्ट भाव देखा जाए तेणु कह जाए अनुकूल संकल्प प्रातिकूल्य विवर्जन प्रियतमंकर अनुकूल जा ता ग्रहण करिबा ओ तांकर जा प्रतिकूल ताकू वर्जन करिबा एठारे मन रखिबा को हेबो जे एई वर्जनटा त्याग तत्वर गौरव प्रदर्शन पाई नुहे इष्टंकर जा विरुद्ध ता जीवन विरुद्ध क्षयकारिक तेणु जीवन विरोधी जहाँ ताकू त्याग न कले जीवन को उपभोग करा जाई पारे ना जीवन को भल भाव भोग करने जहाँ भोगर बाधा सृष्टि करे ताकू वर्जन करने दरकार मु आर्जान पथरे चलिबी आर्य कृष्टि पथरे चलिबी जहाँ जहाँ वर्जन करने को हम ताकू वर्जन करने पड़ो मन कर गोटे छोटिया उदाहरण दूचे आज्ञा खाइबा कथा गोटे उदाहरण दूची जेपरी जीवन रक्षा आमर खाइबा दरकार किंतु लोभर बशवर्ती होई जदि आमे भल भल खाद्य अधिक परिमाण खाऊ तेबे परिपाक जंत्र क्रिया सुष्ठु भाव में चली पार ना फल हजमर गोलमाल सृष्टि हेब निजे असुस्थ हो पड़ी से पेट रोग पुणी मुंड रोग छाती रोग प्रभृति विभिन्न प्रकार रोग सृष्टि हेब क्रम देखा तेणु जीवन को भल भाव में भोग करने अति लोभर खाइबा निशाटा वर्जन करने को हेब यह भारतीय त्याग धर्मर मूल कथा जहाँ आम उपनिषद पाऊ त्यक्तन भुंजिता त्याग धारा ही भोग कर सर्वत भाव जे आदर्श यही कौन मनुष्यर इच्छानुसार जे निज जीवन को नियंत्रित करे तार चला बोला करा सब ही हो उठे मंगलमय तार आचार चरित्र हो उठे मंगल विभाषित तार चिंता कर्म लौकिक दृष्टि जते विचित्र होना कहीं मनुष्यर शाश्वत कल्याण को ही आवाहन करिथाए काम कामनार अजस्र आकर्षण ताकू केबे भी विव्रत और लक्ष्यच्युत करि पारे ना तार सेवा और सहयोगितार मनुष्य बंची बार आशा खोजी पाए अभाव अशांति दारिद्र तिरोहित हुए किंतु श्री ठाकुर को सेवा कर किंतु स्वाभिलंबनता को नष्ट कर नाही सतरे एटी प्रश्न उठे जे किमिति हब सेवा तो मनुष्य करिब मनुष्य तो भल पाइब आर्य कृष्टि पथर मनुष्य तो चलिब किमिति नहीं चलिब क्या नहीं चलिब जीवन पूज्य पूजार आज विसर्जन दे आज मनुष्य को आज प्रवृत्ति विफल कर तोली कहीं कर तोली ना मनुष्य आज एक को भल पाई पारि नाही आर्य मानकर सामाजिक जीवन थिला अत्यंत सुंदर और आदर्श पति पत्नी आधार करी गठित परिवार रूपी क्षुद्र समाजटी पिता माता संतान संतति को नहीं सुखमय हो उठुला यौथ परिवार हेतु पारस्परिकता सुख दुख सहभागी हेबा शत्रु आक्रमण को प्रतिहत करने सम्मिलित आर्थिक प्रगति साधना करने आज संभव हो उठुला से परिक्रम राष्ट्र मुख्य बा राज पदवी सृष्टि होता जहाँ परवर्ती काल में कुलानुगत हो उठुला श्री श्री ठाकुर सत्कर्म बा आर्यकर्म भाव जदन जादन अध्ययन अध्यापना दान और प्रतिग्रह को जदन जादन इष्टभूति माध्यम संस्थापित करी आर्य धर्मर पुनरुद्धार को गुरुत्व प्रदान करिसंति तत्सहित स्वस्थ सदाचार को अंगीभूत करी जीवन सर्वतोमुखी विकास और आर्यत्व सृष्टि करने सरल मार्ग प्रस्तुत कर पूर्ववर्ती ऋषि मान को अनुसरण करने पितृपुरुषों प्रति श्रद्धान्वित रखा और वर्तमान पुरुषोत्तम को जीवन में केन्द्र कर चलवा तेणु आर्यचार ही होची आम मान प्रधान कर्तव्य बोली सूचित होती श्री श्री ठाकुर कहते आर्य मानकर कि अमूल्य संपद थिला ता कल्पना मध्य करा जाई पारे ना कैबिनेट फॉर्म होउथला विप्र क्षेत्रीय वैश्य वर्णर प्रधान मान को नहीं प्रधान मान मध्य प्रधान पुणी समान मध्य प्रधान यहीपरि भाव एक सुंदर ग्रेडेशन थिला जी जेते बेसी को पूर्ण करि पारुथला से सेते बड़ प्रधान बोली विवेचित होउथला सर्वदा उपयुक्त लोक ही प्रधानमंत्री हेउथिले उपयुक्त लोक निर्वाचन संक्रांत कौन गंडगोल होउनथला अन्य देश भारत वर्ष आक्रमण करने को साहस मध्य करि पारु नथिले समग्र जाति दृढ़ भाव में छिड़ा होउथला
ଅନୁନମ ବିବାହ ବ୍ୟବସ୍ଥା ପ୍ରଚଳିତ ଥିବାରୁ ସମଗ୍ର ଜାତିଟା ଯେପରି ଦାନା ବାନ୍ଧି ଉଠୁଥିଲା ଏବଂ ଏହା ଦ୍ୱାରା ଇଭଲ୍ୟୁସନ ସୁବିଧା ମଧ୍ୟ ହେଉଥିଲା। 7, 5 ଓ 14 ପୁରୁଷ ଯଥାକ୍ରମେ କ୍ଷତ୍ରିୟ ବୈଶ୍ୟ ବର୍ଣ୍ଣ ଶୂଦ୍ର ଭିତରେ ସେଠାରେ ବ୍ରାହ୍ମୀ ନିଷ୍ଠି ପରିଲକ୍ଷିତ ହେଉଥିଲା। ସେମାନେ ବିପ୍ର ମଧ୍ୟ କରିଦିଆଯାଉଥିଲା। ପରମ ପ୍ରେମମୟ ଶ୍ରୀ ଠାକୁର କହୁଛନ୍ତି ଏଇ ବିବାହ ସଂସ୍କାର ମଧ୍ୟ ଦେଇକି ହିଁ ସବୁ କିଛି ସମ୍ଭବ ହେଇପାରୁଥିଲା। ବିବାହଟା ଯଦି ଗୋଳମାଳିଆ ହେଇଯାଉଥିଲା ସବୁ କିଛି ନଷ୍ଟ ଭ୍ରଷ୍ଟ ହେଇଯାଉଥିଲା। ସେଥିପାଇଁ ତ ପରମ ପ୍ରେମ ଶ୍ରୀ ଠାକୁର କହୁଥିଲେ ଯଦି ପରିବାର ସମାଜ ରାଷ୍ଟ୍ରର କଲ୍ୟାଣ ଚାହଁ ତେବେ ବୈଶିଷ୍ଟ୍ୟ ପାଳି ବୈଧି ପରିଣ ପ୍ରତିଷ୍ଠିତ କର। ସୁପ୍ରଦନ ସମ୍ପଦର ସମ୍ପଦଶାଳୀ ହେଇ ଉଠ, ନତୁବା ଶୈରୀ ବ୍ୟଭିଚାରୀ ପୈଶାଚିକ ଆକ୍ରମଣରେ ତୁମକୁ ନିଶେଷ କରିବ ହିଁ କରିବ। ପୁନଶ୍ଚ ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଯେ ପରିବାର ସମାଜ ରାଷ୍ଟ୍ରର ମୂଳ ଭିତ୍ତି ହେଉଛି ସୁପ୍ରଜନନ। ଏହାକୁ ଅବଜ୍ଞା କରି ତୁମେ ଯାହା ବି କର ନା କାହିଁକି ତା ବ୍ୟର୍ଥତାର ଚରମ ଅଟହାସ୍ୟ ଛଡା ଆଉ କିଛି ବି ନୁହେଁ। ବ୍ୟର୍ଥତାର ଚରମ ଅଟହାସ୍ୟ ଛଡା କିଛି ବି ନୁହେଁ। ତେଣୁ ଆଗେ ପ୍ରୟୋଜନ ମଣିଷ, ତେବେ ହିଁ ତ ଜାତି। ଆଗେ ପ୍ରୟୋଜନ ସୁସୃଷ୍ଟୁ ବ୍ୟକ୍ତି, ତେବେ ହିଁ ତ ସନ୍ଦୀପ୍ତ ସମଷ୍ଟି। ଆଗେ ଆବଶ୍ୟକ ଉତ୍ତମର ଆବିର୍ଭାବ, ଶୁଭ ଜନ୍ମର ସୁସଙ୍ଗତ ପରିପ୍ଲାବନ ବିସ୍ତାର, ତେବେ ହିଁ ତ ଅମଙ୍ଗଳ ତିରୋଧାନ। ଆଲୋକର ଉଚ୍ଛଳ କରି ତୋଳ, ଅନ୍ଧକାର ଦୂରୀଭୂତ ହେବ ନିଜେ ହିଁ। ମନେ ରଖ ଜାତି ଗଠନ ଚାବିକାଠି ହେଉଛି ପ୍ରକୃଷ୍ଟ ଜନନ ପ୍ରଦୀପନା ଏବଂ ତତ୍ସନ୍ଦୀପୀ ସୁସଙ୍ଗତ ଆନ୍ଦୋଳନ। ସୁସଙ୍ଗତ ଆନ୍ଦୋଳନ ସତ୍ସଙ୍ଗ ହେଲା ଗୋଟେ ସୁସଙ୍ଗତ ଆନ୍ଦୋଳନ, ଯାହା ଭିତରେ ଦେଇକି ଭଲ ସନ୍ତାନ ମାନେ ଆସିବେ, ଏ ଦେଶ ଜାତିକୁ ରକ୍ଷା କରିବେ, ଆର୍ଯ୍ୟ କୃଷ୍ଟିର ସମ୍ପଦର ସେମାନେ ସମ୍ପଦଶାଳୀ ହେଇ ଉଠିବେ। ନହେଲେ କଣ ହବ ଆଜ୍ଞା ନା ସମାଜଟା ଆର୍ଯ୍ୟ କୃଷ୍ଣ ଭାଙ୍ଗି ଟୁକୁରା ଟୁକୁରା ମଧ୍ୟ ହେଇଯିବ, ବିକ୍ଷିତ ସମାଜ ଜୀବନ ହେଇ ଉଠିବ। ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଯେ ଅତ୍ୟନ୍ତ ମୂଢ ନହେଲେ ଯେପରି ଆତ୍ମହତ୍ୟା କରାଯାଏ ନା, ସେହିପରି ମୂର୍ଖଟା ବିରାଟ ନହେଲେ ଏହି ବିଧାନ ବା କ୍ରିୟାକୁ ଛିନ୍ନ ଭିନ୍ନ କରାଯାଇ ପାରେ ନା। ଯେକୌଣସି ଅଙ୍ଗ ଭିତରେ ଦେଇକି ବିଷ କ୍ରିୟାଶୀଳ ହେଉନା କାହିଁକି ଜୀବନ ସଙ୍କଟାପନ୍ନ ନିଶ୍ଚୟ। ସେହିପରି ଯେକୌଣସି ବର୍ଣ୍ଣ ଭିତରେ ଦେଇକି ବିଶୃଙ୍ଖଳତା ଆସୁନା କାହିଁକି ତା ସମାଜ ଜୀବନ ବିକ୍ଷୁବ୍ଧ ବିକ୍ଷତ ହେବ, ଏହା ଅତି ନିଶ୍ଚୟ। ଏବଂ ତା ବ୍ୟଷ୍ଟି କ୍ଷେତ୍ରରେ ଯେପରି ସମଷ୍ଟି କ୍ଷେତ୍ରରେ ମଧ୍ୟ ସେହିପରି। ତେଣୁ ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଜନମଣ୍ଡଳୀ ଉନ୍ନତ ଓ ଏକଦାବଦ୍ଧ ରହିବାର ଦୁଇଟି ପ୍ରଧାନ ସୂତ୍ର ହେଲା, ଗୋଟିଏ ହେଲା ଆଦର୍ଶ, ଆଉ ଗୋଟେ ହେଲା ଉତ୍ତମରେ ବିବାହ ବନ୍ଧନ। ଉତ୍ତମରେ ବିବାହ ବନ୍ଧନ ଯଦି ନ ହୁଏ ତାହେଲେ ସବୁ କିଛି ଆଜ୍ଞା ନଷ୍ଟ ଭ୍ରଷ୍ଟ ହେଇଯିବ। ଏଠାରେ ପ୍ରଶ୍ନ ହୁଏ ଏ ସଂସ୍କାରକୁ ସମ୍ପୂର୍ଣ୍ଣ ବଦଳାଇ ହୁଏ କି? ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ସଂସ୍କାର ଯଦି ଏତେ ଦୁର୍ବାର ତେବେ ଖରାପ ସଂସ୍କାର ଗୁଡ଼ିକୁ ପୁଣି କଟାଯିବ କିପରି, ବଦଳାଇ ଭଲ କରାଯାଇ ପାରିବ କିପରି? ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ କରାଗଲା। ପ୍ରଶ୍ନ ହେଲା ଜନ୍ମ ଜନ୍ମାନ୍ତର ସଂସ୍କାରରୁ କାଟି ହୁଏ କି? ଶ୍ରୀ ଶ୍ରୀ ଠାକୁର କହିଲେ ଆଡଜଷ୍ଟେଡ, ନିୟନ୍ତ୍ରିତ ହୁଏ। ପୁଣି ପ୍ରଶ୍ନ ହେଲା ଠାକୁରଙ୍କୁ ସେସବୁ କେତେ ଦୂର ପାଏ? ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଗଭୀର ଅନୁରାଗରେ ଗୁରୁଙ୍କ ନିକଟକୁ ଯାଇ ଗୁରୁଙ୍କର ଠାରେ ଡୁବି ଯିବାକୁ ହୁଏ। ଏପରି ହେଲେ ଗୁରୁ ହିଁ ହୋଇ ଉଠନ୍ତି ସଂସ୍କାର, ଅର୍ଥାତ ନିଜର ସଂସ୍କାରର ସବୁ ପରିମାର୍ଜିତ ହୋଇଯାଏ। ଗୁରୁ ନିଷ୍ଠା ବଳରେ ହିଁ ତା ଅନୁଯାୟୀ ନିଜର ସହଜାତ ସଂସ୍କାର ପୃଷ୍ଠ ବୃତ୍ତି ପ୍ରବୃତ୍ତି ଗୁରୁକୁ ଗୁରୁ ବା ଇଷ୍ଟଙ୍କର ସେବାରେ ବିନିଯୋଗ କଲେ ତାହା କ୍ରମଶଃ ପରିମାର୍ଜିତ ହେବାକୁ ଲାଗେ। ଏହି କ୍ରମ ବୃଦ୍ଧିପର ହୋଇ ଚାଲେ। ଏପରି ସମୟ ଆସିବ ଯେତେବେଳେ ନିଜର ବଦ ସଂସ୍କାର ଗୁଡ଼ିକ ଇଷ୍ଟାଗ୍ନି ଦ୍ୱାରା ଦଗ୍ଧୀଭୂତ ହୋଇ ଶୁଦ୍ଧ ପବିତ୍ର ହୋଇଯିବ। ଦସ୍ୟୁ ରତ୍ନାକର ବାଲ୍ମୀକିରେ ପରିଣତ ହେବା, ଗୁଣ୍ଡା ଜଗାଇ ମାଧାଇ ପରମ ଭକ୍ତ ପାଲିଟିବା, ବେଶ୍ୟା ଆମ୍ରପଲ୍ଲୀ ସାଧୁ ଆମ୍ରପ ରୂପାନ୍ତରିତ ହେବା, ଏହା ହିଁ ଅନେକ ଦୃଷ୍ଟାନ୍ତ ଅଛି ଏଇ ଗୁରୁବାଦର ଜଗତରେ। ସେଥିପାଇଁ ତ ପରମ ପ୍ରେମ ଶ୍ରୀ ଠାକୁର ମଧ୍ୟ କହୁଛନ୍ତି ଯେ ତୁମେ ସତନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର ଏବଂ ସଦୀକ୍ଷା ଗ୍ରହଣ କର। ଆମେ ତ ପରମ ପ୍ରେମ ଶ୍ରୀ ଠାକୁର ଜୀବନରେ ଗ୍ରହଣ କଲେ, ସତ୍ସଙ୍ଗ ତ ଯାଉଛନ୍ତି, କିନ୍ତୁ ଟିକେ ସତନାମ ମନନ କରି ଦେଖନ୍ତୁ ତ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଯେତେବେଳେ 2024 ମସିହା ଡିସେମ୍ବର ମାସ 16 ତାରିଖ ଦିନ ଭଦ୍ର ସତ୍ସଙ୍ଗ ବିହାର ଆସିଥିଲେ,
ଏବଂ କରିମାର ଉଦ୍ବୋଧନ ଦେଇ ସାଧାରଣ ଲୋକ କରିମାର ଉଦ୍ବୋଧନ ଦେଇ କହୁଛନ୍ତି ଯେ ମୁଁ କହୁଛି କେତେବେଳେ ମଧ୍ୟ ଗୋଟିଏ ଥର ମନକୁ ବର୍ତ୍ତମାନରେ ସ୍ଥିର ରଖି ଅବିରାମ ଭାବରେ ନାମ କରି ଦେଖନ୍ତୁ ତ, ନାମ କରନ୍ତୁ ଆଉ ଅନ୍ତରୁ ହୁଙ୍କାର ଦେଇ କୁହନ୍ତୁ ଠାକୁର ମୁଁ ଆପଣଙ୍କୁ ଭଲ ପାଏ। ଥରେ କରିକି ଦେଖନ୍ତୁ ନା। ମୁଁ ନିଜେ ଦାୟିତ୍ୱ ନେଇ ଆପଣ ମାନଙ୍କୁ କହୁଛି ଯେ 48 ଘଣ୍ଟା ପରେ ଆପଣ ଅନୁଭବ କରିପାରିବେ ଆପଣ ଆଉ ଆପଣ ନାହାନ୍ତି। ଆପଣଙ୍କର ଭିତରୁ ଠାକୁର ହିଁ କଥା କହୁଛନ୍ତି। ଆପଣ ନିଜ ଭିତରେ ଠାକୁରଙ୍କୁ ହିଁ ଦେଖିପାରିବେ। ଆଉ ଏ ସମଗ୍ର ଜଗତଟା ନା ସେତେ ନୂତନ ରୂପରେ ଉଦ୍ଭାସିତ ହେଇ ଉଠିବ ତୁମରି ପାଖରେ। ଯେତେବେଳେ ନୂତନ ରୂପରେ ଉଦ୍ଭାସିତ ହେଇ ଉଠିଥିଲା ନରେନ୍ଦ୍ରନାଥ ଦତ୍ତ ସ୍ୱାମୀ ବିବେକାନନ୍ଦ ରୂପରେ ଉଦ୍ଭାସିତ ହେଇ ଉଠିଥିଲେ। ଦଶୁ ରତ୍ନାକର ବାଲ୍ମୀକି ରୂପରେ ଉଦ୍ଭାସିତ ହେଇ ଉଠିଥିଲେ। ଆମ୍ରପଲ୍ଲୀ ସ୍ୱାଧୀ ଆମ୍ରପଲ୍ଲୀ ରୂପାନ୍ତରିତ ହେଇ ଉଠିଥିଲେ। ମ୍ୟାରୀ ମ୍ୟାଗଡିନି ଗୋଟେ ସୁନ୍ଦର ସ୍ୱାଧୀନ ରୂପାନ୍ତରିତ ହେଇ ଉଠିଥିଲେ। କେମିତି ଏଇ ସଂସ୍କାର ଗୁଡେ କେମିତି ହେଇ ଉଠିଲା? ଯେତେବେଳେ ଗୁରୁଙ୍କ ଠାରେ ଡୁବି ଯାଇଥିଲେ, ଗୁରୁଗୁରିର କେନ୍ଦ୍ରାୟିତ କରି ତାଙ୍କ ପ୍ରଦତ୍ତ ନାମରେ ସେ ନାମ କରିଥିଲେ ଏବଂ ତାଙ୍କ ଭିତରେ ଥିବା ସମସ୍ତ ବୃତ୍ତି ପ୍ରବୃତ୍ତି ଜଳି ପୋଡ଼ି ପାଉଁଶ ମଧ୍ୟ ହେଇଯାଇଥିଲା। ମନେ ପଡୁଛି ପରମ ପ୍ରେମ ଶିଶି ଠାକୁର କାହାଣୀଟିଏ। ଜଣେ ଅଦୀକ୍ଷିତ ପରିବାର ଲୋକମାନେ ସପରିବାର ଆସିଥାନ୍ତି ପରମ ପ୍ରେମ ଶିଶି ଠାକୁର ଦର୍ଶନ କରିବା ପାଇଁ। ଦର୍ଶନ ସାରିଲା ପରେ ଆଶ୍ରମରେ ଥିବା ବିଭିନ୍ନ ଗଛଲତାକୁ ଦେଖୁଥାନ୍ତି। ଦୈବା ତାଙ୍କର ସାକ୍ଷାତ ହୁଏ ନନୀ ଗୋପାଳ ଚକ୍ରବର୍ତ୍ତୀ ନନୀଦାଙ୍କର ସହିତ। ସେ ନନୀଦାଙ୍କୁ ପଚାରିଲେ ଆଜ୍ଞା କୁହନ୍ତୁ ତ ଦେଖି ଆପଣଙ୍କର ଏ ଠାକୁର କଣ ସିଦ୍ଧ ପୁରୁଷ? ନନୀଦା କହିଲେ ଆଜ୍ଞା କୋଉ ସିଦ୍ଧ କଥା କହୁଛନ୍ତି? ଆଳୁ ସିଦ୍ଧ ନା ବାଇଗଣ ସିଦ୍ଧ? ଆଳୁ ବାଇଗଣ ଯେମିତି ସିଝିଯାଏ ସିଦ୍ଧ କୁହାଯାଏ। ଭଦ୍ର ବ୍ୟକ୍ତିଟି ବିରକ୍ତ ପ୍ରକାଶ କଲେ। ପୁଣି ନନୀଦା ପଚାରିଲେ ଆଜ୍ଞା ଆଳୁ ବାଇଗଣ କୋଉଥିରେ ସିଦ୍ଧ ହୁଏ? ଭଦ୍ର ବ୍ୟକ୍ତି ଆଜ୍ଞା ଭଦ୍ର ବ୍ୟକ୍ତିଟା ଆଜ୍ଞା ବିରକ୍ତ ଭରା କଣ୍ଠରେ କହିଲେ ଆଜ୍ଞା ଅଗ୍ନିରେ। ନନୀଦା ପଚାରୁଛନ୍ତି ଆଜ୍ଞା ଅଗ୍ନିଟା କଣ ସିଦ୍ଧ ବସ୍ତୁ? ନା, ଅଗ୍ନିଟା ସମସ୍ତଙ୍କୁ ସିଦ୍ଧ କରାଏ। ସେଭଳି ପରମ ପ୍ରେମ ଶିଶି ଠାକୁର ହଉଛନ୍ତି ଜୀବର ଜୀବାଗ୍ନି ସଦୃଶ। ତାଙ୍କ ସଂସ୍ପର୍ଶରେ ଆସିଲେ ସମସ୍ତେ ସିଦ୍ଧି ଲାଭ କରନ୍ତି। ଆଉ ସେ ସିଦ୍ଧି ଅଶୁଦ୍ଧିର ବହୁତ ଉର୍ଦ୍ଧ୍ୱରେ। ପୁଣି ପ୍ରଶ୍ନ ହୁଏ ଯେ ସଂସ୍କାର ଓ ଶିକ୍ଷା, ସଂସ୍କାର ଯଦି ବ୍ୟକ୍ତିଗତ ଜୀବନରେ ଏତେ ପ୍ରଭାବଶାଳୀ ଓ ଦୁର୍ବାର, ତେବେ ଶିକ୍ଷା ଦୀକ୍ଷାର ବା କି ପ୍ରୟୋଜନ? ଏ ପ୍ରଶ୍ନ ଆସିବା ସ୍ୱାଭାବିକ। ଶିକ୍ଷା ଦ୍ୱାରା ଶିକ୍ଷା ଦୀକ୍ଷା ପ୍ରୟୋଜନ ଏଥିପାଇଁ ଯାହା ଦ୍ୱାରା ମଣିଷର ଅନ୍ତର୍ନିହିତ ସଦ୍ଗୁଣ ଯାହା ତାହାକୁ ପୋଷଣ ଦେଇ ବିକଶିତ କରି ତୁଳାଯାଇପାରେ ଏବଂ ଅନିୟନ୍ତ୍ରିତ ପ୍ରବୃତ୍ତି ଯେଗୁଡ଼ିକ ସେଗୁଡ଼ିକୁ ନିୟନ୍ତ୍ରିତ କରି ତୁଳାଯାଇପାରେ। ତେବେ ଶିକ୍ଷା ଦୀକ୍ଷା ଦ୍ୱାରା ମଣିଷର ପ୍ରକୃତି ବଦଳା ଯାଇପାରେ ବୋଲି ଠାକୁର କହୁଛନ୍ତି ମୋର ମନେ ହୁଏ। ତେବେ ଶିକ୍ଷା ଦୀକ୍ଷା ମଣିଷର ସୁପ୍ତ ସଂସ୍କାରକୁ ଉଜ୍ଜୀବିତ କରି ଉନ୍ନତିର ପଥରେ ବିକାଶର ପଥରେ ବ୍ୟକ୍ତିକୁ ନେଇଯାଏ। ଶିକ୍ଷା ପ୍ରଦାନ ପୂର୍ବରୁ ଦେଖି ନେବାକୁ ହୁଏ ଶିକ୍ଷାର୍ଥୀର ଜନ୍ମଗତ ସଂସ୍କାର କଣ, ତାପରେ ତଦନୁଯାୟୀ ତାକୁ ଶିକ୍ଷିତ କରିବାକୁ ହୁଏ। ନିଜର ସଂସ୍କାର ରଚିତ ଶିକ୍ଷା ବାଦ ଦେଇ ଅନ୍ୟ କୌଣସି ଶିକ୍ଷାରେ ଯେ ମଣିଷ ଖୁବ ଚୋସ୍ତ ହୋଇପାରେ ନା। ମଣିଷର ଜୀବନର ରସ ଯୋଗାଏ ତାର ଜୈବୀ ସଂସ୍କାରଗତ କର୍ମ। ସେଇ ରସର ଯୋଗାଣ ନ ପାଇଲେ ମଣିଷ ଚଳିବ କିପରି, ବଢି ଚାଲିବ ବା କିପରି ଏବଂ ଏହା ସମ୍ଭବ ହୁଏ ଶିକ୍ଷା ମାଧ୍ୟମରେ। ତାପରେ ଆଜ୍ଞା ସଂସ୍କାର ବିଭାଗ କଣ? ସଂସ୍କାର ବିଭାଗ ଆର୍ଯ୍ୟ ସଂସ୍କାର ସଂସ୍କୃତି ଯୋଉ ବିବାହ ପ୍ରଚଳନ କରିଥିଲେ ତାକୁ ଯଦି ମଣିଷ ମାନିକି ଚାଲେ ତାହିଁ ସର୍ବତ ଭାବେ ସମ୍ଭବ ହେଇ ଉଠେ। ସଂସ୍କାର ବିବାହ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ସଂସ୍କାର ପ୍ରଭାବିତ ହୁଏ ପିତୃ ପୁରୁଷାଗତ ବୀଜଧାର ମାଧ୍ୟମରେ। ସଦୃଶ ଓ ସୁସଙ୍ଗତ ବିବାହ ଦ୍ୱାରା ଏହି ଧାରାକୁ ବଜାୟ ରଖିବା ସମ୍ଭବ ହେଇ ଉଠେ। ବିବାହ ଯଦି ଠିକ ହୁଏ, ଦାମ୍ପତ୍ୟ ଜୀବନ ଯଦି ଶୃଙ୍ଖଳିତ ଇଷ୍ଟାନୁଗ ହୁଏ, ତେବେ ସେ ଦମ୍ପତି ମାଧ୍ୟମରେ ସୁସନ୍ତାନ ଆମଦାନୀ ସହଜ ହୋଇ ଉଠେ। କିନ୍ତୁ ଏପରି ବି ଦେଖାଯାଏ ଅନିୟନ୍ତ୍ରିତ ପିତାର ସନ୍ତାନ ସନ୍ତତି ଭଲ ହୋଇଥାନ୍ତି, ପୁନଶ୍ଚ ନିୟନ୍ତ୍ରିତ ପୁରୁଷର ସନ୍ତାନ ସନ୍ତତି ବିଶୃଙ୍ଖଳିତ ହୋଇଯାଆନ୍ତି। ଏପରି ହେବାର କାରଣ କଣ? ବିବାହ ହିଁ ଏହାର କାରଣ। ବିବାହ ଯଦି ଠିକ ହୁଏ ତେବେ ଅନିୟନ୍ତ୍ରିତ ଚଳନୀର ପୁରୁଷ ଠାରୁ ଶୁଭ ସଂସ୍କାର ସନ୍ତାନ ସନ୍ତତି ଜନ୍ମ ନେଇ ପାରନ୍ତି। ତେବେ ଏ ଅନିୟନ୍ତ୍ରିତ ଚରିତ୍ର ପୁରୁଷ ଯେଉଁମାନେ ସେମାନଙ୍କର ସହଜାତ ସଂସ୍କାର ଠିକ ଥିବା ଦରକାର, ନଚେତ ଯେତେ ଭଲ ବିବାହ ହେଲେ ବି ବେଶୀ କିଛି ଲାଭ ହୋଇ ନଥାଏ।
से परम प्रेम श्री श्री ठाकुर कहते जे जातिर सबुठ बड़ संपद एसेस होउची पितृपुरुष गत शुभ संस्कार भाई बीजधारा अति संदर्पण रे महार्ग संपद रखा जाए ताहले परम प्रेम सागर कहते जदि अति संदर्पण रे महार्ग संपद को धरी रखा हुए यार व्यत्यय हेले मूल जिनिस आ फेरी पाइबा जू न थाए से कौन मते जेपरी प्रतिलोम बा असंगतिपूर्ण विवाह न हुए आखि आगरे जदि एपरी कौन व्यापार घटवा जाऊँगी तेबे प्राण पड़े ताकू रोकवा हेब विवाह व्यापार जो गोलमाल पशि जाए तेबे जातिर भविष्य अंधकार से दिन परम प्रेम श्री श्री ठाकुर जन भक्त पचार ठाकुर सबुठ बड़ विपर्य कौन आ विपर्य ठकी सारा मनुष्य कौन कि शिक्षा लाभ कर परम प्रेम श्री श्री ठाकुर कहते रक्तर विपर्य जनन विपर्य सबुठ बड़ विपर्य ए विपर्यर समाप्ति गोटे पुरुषर हुए ना ए वंश परंपरा क्रमे गुणित हो चले तेणु सावधान सावधान विवाह को खेलना भावना जो तुम जीवन एवं जनन जड़ित से दिन परम प्रेम श्री श्री ठाकुर केष्टदा कहते केष्टदा दुनिया सामने एमती सर्वनाश आसूची जार तुलन ना लोकक्ष संपत्तिर क्ष महायुद्ध महाबात्या किछि भी नुहे ठाकुर किछि भी नुहे गतिकी देखी मन होउची मनुष्यर मूल बुनियाद लोप पाई असंभव नुहे बर्तमान जमी विवाह चली विवाहटा आज कौन है आज्ञा मद्यपर जुआ खेला हो जाइए अझट शिशुर कंठे हो जाइए विवाह भर सन्तान आसूची ना से सन्तान कौन हो पार जापार आज्ञा तेणु परम प्रेम श्री श्री ठाकुर अत्यंत दृढ़तार सहित यही विषय को ही आलोचना करी परम प्रेम श्री श्री ठाकुर कहते उच्च झील नेल घरे वंश नाश लक्ष्मी छाड़े पुरुष विवाह उच्च घरे बढ़े आपद वंश मरे वंशटा धूली सात हो जाए ताने वर्णाश्रमटा बंचिक रहीपरि यही वर्णाश्रम व्यवस्था सामाजिक जीवन उत्थान भित्तिभूमि सदृश आ महामूल्य तेणु आर्य जीवन को पर्यालोचना कर देखा जाए जे चतुराश्रम बा महत्वपूर्ण थिला आर्य मान जीवन को ब्रह्मचर्य ग्राहस्थ बानप्रस्थ और ज्योतिव्रत यही चारोटी विभाग विभक्त करथिले शैशवर अनतिक्रांत मुहूर्त आर्य मान गुरु ग्रहण करुथिले अर्थात गुरुकूल को जाई दीक्षित होउथिले प्राचीन गुरुकूल गुरु को भितरे वशिष्ठ भरद्वाज बरतंतु अगस्त्य प्रभृतिंकर गुरुकुल गुड़ी को खूब प्रसिद्ध अर्जन करथिले शिष्य माने विद्यार्थना पाई हस्तरे समिध कुश फल प्रभृति धरी गुरु निकट उपस्थित होई शिष्यत्व प्रार्थना करुथिले गुरुदेव ब्रह्मचारी योग्यता को परीक्षा करी ग्रहण बा प्रत्याख्यान करुथिले गुरुकुल रे आचरण भित्तिक शिक्षा आचार्य माने प्रदान करुथिले ब्रह्मचारी वास्तव रूप अनुसरण करी साधारण विद्यार्थना करिबा परे कौनसी विशेष विद्यार दक्षता अर्जन करुथिले तापरे समावर्तन गृहाश्रम रे प्रवेश पाई अनुमति पाउथिले धर्मार्थे क्रियते भार्या न्याय दारा ग्रहण अनुमति मिलुथला सबु विवाह करिया अनुमति पाउ नथिले जी आज्ञा समा पास कला सेही माने विवाह करिबार योग्यता अर्जन करुथिले कन्या निज ठारू सर्वोत्त विषय श्रेष्ठ पुरुष को वरण करी तांको ठारू श्रेष्ठ संतान कामना करुथिले नारी ठारू पुरुष बयस यथेष्ट अधिक थिबारु से स्वामी को जीवन देवता बोली मन करुथिले श्री श्री ठाकुर मध्य यार समर्थन रे कहंती पुरुषर जो बयसर संतान संभव होई पारे पुरुष और नारी बयसर पार्थक्य सेतिकी रहिबा आवश्यक आर्य माने पौढ़ अवस्था योग्य संतान ठारू गुरु दायित्व अर्पण करी योग्य संतान ठारे गुरु दायित्व अर्पण करी वनभूमि को जाई मुनि ऋषि मानक सेवारे निरत रही जप तप साधना निजको नियोजित करुथिबारु ताहाकु बानप्रस्थ कहा जाउथला क्रमे मानसिक श्रृंखला बा संयम आनी एकनिष्ठ ध्यानमग्न होई सेमाने ज्योतिव्रत पालन करुथिले एहीपरि भाव जीवन को श्रृंखलित करी जीवन यापन करुथिबारु आर्य माने समुन्नत जीवन अधिकारी होई पारुथिले आर्य मानकर सामाजिक जीवन थिला अत्यंत सुंदर आदर्श पति पत्नी को आधार करी गढ़ी उठिता थिला
परिवार रूपी क्षुद्र समाजटी पिता माता संतान संतति को नहीं सुखमय हो उठुला। যৌথ परिवार हेतु पारस्परिक सुख दुखर सहभागी हेबा शत्रु आक्रमण प्रतिहत करने सामाजिक शृंखला व्यवस्था चली होउथुला। तेणु मनुष्यर जीवन मनुष्य को भल पाई मनुष्य को अपनार कर मनोवृत्ति मनुष्यर थिला ताहा फुटी उठिला एई आर्य कृष्टि माध्यम से परम प्रेम श्री ठाकुर कहते धर्म जदि न फुटिला तोर जीवन प्रतिटी कर्मे बातिल कर किभली हम से तोर धर्म। तेणु धर्मर परिधि अति व्यापक प्रशस्त जुग पुरुषोत्तम श्री ठाकुर धर्म संबंध में इंग्राजी एक बाणी कहते धर्म इज द प्रोवाइडेंटल फ्लो टू अपहोल्ड द लाइफ एंड ग्रोथ or the law uphold by which the existence is prolonged with ability and growth and with every compatible interaction and systematic coherence do observe and sustain। अर्थात जीवन और वर्धनर धार इति ऐसी धारा ही होउछि धर्म किंबा धृतिर नियम जहाँ द्वारा सता उद्वर्धित हुए योग्यता वर्धन रे प्रतिटी संगतिशील अंतस्क्रिया और विधि मुताबक जोगावेग सहित लक्ष्य रख और तलीधर धर्म मूर्त हुए आदर्श आदर्श पुरुष बा जुग पुरुषोत्तम को आश्रय नेबा हुए से आचरण कर देखे दिखती जीवन बुद्धिर शाश्वत पथ अनुशीलन माध्यम बतई दिखती बंची बढ़िबार विधि विधान और कल्याणर पथ कारण से ही धर्मर जीवंत विग्रह तांकर धर्म वास्तवित हुए रूप परिग्रह करे एथिपाई ऐसी निर्देश आदर्श माध्यम जीवंत होता है। तेणु विगत महापुरुषों प्रति जेते अनुराग थिले वर्तमान सर्व परिपूरक पुरुषोत्तम ही आमर एकांत काम्य से ही मनुष्यर श्रेष्ठ पथ दिशारी आ मूर्त ईश्वर को जीवन केन्द्रायित करवा ही छड़ा आम मानकर उन्नयन अन्य कौन उपाय नहीं। से विश्वबरण्य स्वामी विवेकानंद कहते ओल्ड फॉर्म ऑफ रिलीजन आर लाइक द स्केलेटन ऑफ one's might animal preserved in museum. They should be regarded with due honor. They can satisfy the true craving of the soul for the highest, just as a dead mango tree cannot satisfy the carving of a man, but a bunch of luscious of mango. अर्थात धर्मर पुरातन रूप हेउची म्यूजियम रे रखा जाइतबा शक्तिशाली जीवजंतु मान कंकाल सदृश सेगुड़ को यथायोग्य श्रद्धा करने उचित। यही कंकाल परमात्मा को लाभ करने विषय कौन आत्मार सत्य आकांक्षित तृप्ति साधन कर नहीं। ठीक जेपरी गोटे मोला आंब गछ कौन आकांक्षित व्यक्ति को स्वस्वद आंब दे तृप्त करेना ताहले कौन आम मान धर्म पुरातन रूप को अस्वीकार करने को पूर्वतन मानकर परिपूरी भाव में वर्तमान आविर्भात हुए। यही प्रसंग में परम प्रेम श्री ठाकुर समाधान बाणी दे शुणे दे कहते जे उत्तम जदि किसी चाह ताने प्राचीन आड़ को हाथ बढ़ा आ उपयुक्त यदि किसी चाह ताने वर्तमान पृष्ठा को तन्नतन कर खोज प्राचीन जो वर्तमान अधिष्ठित ताहा ही हेउछि प्राचीन वर्तमान महामिलन क्षेत्र वर्तमान आपरण भविष्यतर शुभदष्टा धर्म पथरे चलबार एकमात्र अवलंबन हेउछि जीवंत आदर्श बा पुरुषोत्तम से जुगर परम परिपूर्णकारी फुलफिलर द बेस्ट भाव आसी था। तेणु आदर्श अनुराग ही हेउछि उन्नत और विवर्तन एकमात्र पथ आउ ही हेउछि प्रकृत धर्म धर्मर मूर्तिमंत विग्रह वर्तमान पुरुषोत्तम श्री ठाकुर हेउचंती एकाधार इष्ट आदर्श आचार्य सद्गुरु से ईश्वर जीवंत वेदी पुरुषोत्तम धारा सर्वानुद विवर्तित पुरुष। तेणु प्रवृत्ति और शैतान को एड़े मनुष्य जते ईश्वर मूर्तमंत परित प्रिय परम पुरुषोत्तम श्री ठाकुर को पथरे चलिब से ईश्वर अनुरागी ही पारिब। ईश्वर प्रभु को पथरे चलवा ही आर्जायण ईश्वर सत्पुरुष कल्याणमय मंगलमय आम मान सत्ता ईश्वर अवदान। प्रभु जीशु ख्रीस्ट कहते गॉड क्रिएट मैन आफ्टर हिज ओन इमेज अर्थात ईश्वर स्व इच्छा तांकर प्रतिरूपी करी मनुष्य को सृष्टि करिसंती। एथिरु बुझा जाए ईश्वर ही शक्ति गुणावली मनुष्य मध्य अच्छी और सेगुड़ी को परिप्रकाश करने सुविधा सुजोग मनुष्य मध्य रही। मनुष्य इच्छा कले ईश्वर पथरे चली पार आर्जान पथरे चली पार
ଈଶ୍ୱରଙ୍କ ଠାରେ ସାର୍ଥକ ହୋଇପାରିବ। ଅପର ପକ୍ଷରେ ଈଶ୍ୱର ବିରୋଧୀ ପଥ ବା ପ୍ରବୃତ୍ତିର ପଥରେ ଚାଲି ଶୈତାନ ମଧ୍ୟ ପାଲଟି ଯାଇପାରିବ। ଈଶ୍ୱରଙ୍କର ଅଭିପ୍ରେତ ପଥରେ ଚାଲିଲେ ସେ ହେଇ ଉଠେ ଆପ୍ତ ଅର୍ଥାତ୍ ଆପଣା ପ୍ରାପ୍ତ ପ୍ରଯୁକ୍ତ। ସେତେବେଳେ ମଣିଷ ବୋଧ କରିପାରେ ତାଙ୍କର କରୁଣା ତାଙ୍କୁ ଈଶ୍ୱର ହିଁ ସତ୍ୟ, ଈଶ୍ୱର ହିଁ ଚିରନ୍ତନ ସୁବୋଧ, ଈଶ୍ୱର ହିଁ ସୌନ୍ଦର୍ଯ୍ୟର ସୁପ୍ରକଟ, ତେଣୁ ସେ ହିଁ ସତ୍ୟମ ଶିବ ସୁନ୍ଦରମ୍। ଏ କଥା ମନେ ରଖିବାକୁ ହବ। ଈଶ୍ୱର ହିଁ ପରମ ସାର୍ଥକତା, ଈଶ୍ୱର ହିଁ ପରମ ପ୍ରଜ୍ଞା, ଈଶ୍ୱର ହିଁ ଅସତ ନିରୋଧ ପୂତ ପରାକ୍ରମ, ଈଶ୍ୱର ସବୁ କିଛି ଯାହା କିଛିର ପୁଣ୍ୟ ତୀର୍ଥ। ତେଣୁ ଶ୍ରୀ ଶ୍ରୀ ଠାକୁର କୁହନ୍ତି ଆମମାନଙ୍କର ଗନ୍ତବ୍ୟ ହେଉଛି ଈଶ୍ୱର ପ୍ରାପ୍ତି। এই ଈଶ୍ୱର ପ୍ରାପ୍ତିର ସ୍ୱରୂପ କ'ଣ ସେ ସମ୍ବନ୍ଧରେ ଗୋଟେ ବିଶ୍ଳେଷଣ କରି କହୁଛନ୍ତି ଧାରଣ ପାଳନ ସମ୍ବେଗ ସିଦ୍ଧ ବ୍ୟକ୍ତିତ୍ୱର ଅଧିକାରୀ ହେବା। ପ୍ରାପ୍ତି ମାନେ ଆପ୍ତି, ଆପ୍ତି ମାନେ ଆପଣାର କରିବାର ପ୍ରବଣତା, ଅର୍ଥାତ୍ ଈଶ୍ୱରୀୟ ଗୁଣରେ ଗୁଣାୟିତ ହୋଇ ଉଠିବା। ଏଥିପାଇଁ ପ୍ରয়োଜନ ସଦ୍ଗୁରୁ ରୂପୀ ପୁରୁଷୋତ୍ତମକୁ ଜୀବନ ସ୍ୱାମୀ ରୂପେ ଗ୍ରହଣ କରିବା। କାରଣ ଇଷ୍ଟ ବା ସଦ୍ଗୁରୁ କେବଳ ନୁହନ୍ତି, ସେ ହିଁ ଲକ୍ଷ୍ୟ ବା ଉଦ୍ଦେଶ୍ୟ। ଜଣେ ଭାଇ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଜିଜ୍ଞାସା କଲେ କିଭଳି ଈଶ୍ୱର ଲାଭ କରାଯାଇପାରେ। ଶ୍ରୀ ଶ୍ରୀ ଠାକୁର ଇଂରାଜୀରେ ମାତ୍ର 3ଟି ଶବ୍ଦର ଉତ୍ତର ଦେଉଛନ୍ତି ୟୁନିଟି, ଆଟାଚମେଣ୍ଟ ଏଣ୍ଡ ଆକ୍ଟିଭିଟି। ଏକକ, ଯୋଗ ଓ ସକ୍ରିୟତା। এই 3ଟି ଜୀବନରେ ପାଳନ କଲେ ଧର୍ମ ହୁଏ, ଈଶ୍ୱର ଲାଭ ହୁଏ ଓ ମଣିଷ এই ଆର୍ଯ୍ୟାନ ପଥରେ ହିଁ ଚାଲିପାରେ। ଇଷ୍ଟମୂଳକ ଚିନ୍ତନ, ଧ୍ୟାନ, ଇଷ୍ଟକର୍ମ ଏବଂ ସର୍ବୋପରି ତାଙ୍କର ନୀତିବିଧିକୁ ମାନି ଚଳିବା ହିଁ ହେଉଛି ଈଶ୍ୱର ପ୍ରାପ୍ତିର ସହଜ, ସରଳ ଓ ସୁଗମ ପଥ। ତେଣୁ ଈଶ୍ୱର ଉପାସନା ତାଙ୍କୁ ଲାଭ କରିବାର ଉପାସନା, ଈଶ୍ୱର ଉପାସନା ତାଙ୍କୁ ଲାଭ କରିବାର ଉପାସନା ନୁହେଁ, ତାଙ୍କର ଚରଣରେ ନିଃସର୍ତ୍ତ ନିଜକୁ ଦାନ କରିବା ହିଁ ଉପାସନା। ଏହି ପ୍ରସଙ୍ଗରେ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଈଶ୍ୱର ତୁମକୁ ଯାହା କିଛି ଯେତେ ପରିମାଣରେ ଯେପରି ଭାବରେ ଦେବେ ତୁମେ ମଧ୍ୟ ତାଙ୍କ ଠାରେ ସେତେ ପରିମାଣ ସେପରି ଭାବରେ ହିଁ ହେବ। ଆଉ এই ଦେବାଟା ହିଁ ତୁମର ପ୍ରାପ୍ତି। ବରଫ କଣ୍ଢେଇ ଜଳକୁ ଯେତେ ଟିକେ ଆତ୍ମଦାନ କଲା ସେ ସେତେ ଟିକେ ଜଳ ହେଲା ଏବଂ ଜଳକୁ ମଧ୍ୟ ପାଇଲା ସେତେ ଟିକେ। ଈଶ୍ୱର ସଂସ୍ଥା ମଧ୍ୟ ଆମେ ସେହିପରି। ଅତଏବ ଈଶ୍ୱରଙ୍କର ବ୍ୟକ୍ତ ପୁରୁଷ ଯୁଗ ପୁରୁଷୋତ୍ତମ ଯେତେବେଳେ ମନୁଷ୍ୟ ଜୀବନର ଗ୍ରହଣୀୟ, ଅନୁସରଣୀୟ ଓ ପରମ ଉପାସ୍ୟ ହୁଅନ୍ତି ସେତେବେଳେ ଧର୍ମ ଜୀବନ୍ତ ହୋଇଥାଏ ଏବଂ ଈଶ୍ୱର ଉପାସନା ସାର୍ଥକ ହୋଇ ଉଠେ। ଆଉ ଏହା ହିଁ ହେଉଛି ଧର୍ମ ଆଚରଣ ପଥ, ଈଶ୍ୱର ସାନ୍ନିଧ୍ୟର ରାଜପଥ। ଆଉ ଏହା ହିଁ ହେଉଛି ଆର୍ଯ୍ୟାୟଣ। ରବୀନ୍ଦ୍ରନାଥ ଠାକୁରଙ୍କର ଭାଷାରେ ଜୀବନ ସମର୍ପି ପରମେଶ୍ୱରକୁ ପାଇବାକୁ ହେବ ତବ ପରିଚୟ। এইଭଳି ବିମୂର୍ତ୍ତ ପରମେଶ୍ୱର ଜୀବନ୍ତ ଆଦର୍ଶ ରୂପେ ଗ୍ରହଣ କରି ସଦ୍ଗୁରୁଙ୍କ ପଥରେ আগত ହୋଇ ଜୀବନ ଈଶ୍ୱର ପ୍ରାପ୍ତି ପଥ ସହଜ ହୋଇ ଉଠିବ ବା ଧାରଣ ପାଳନ ସମ୍ଭବ ଅଧିକାରୀ ହୋଇପାରିବା। ଆଉ ସେତେବେଳେ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କର ପଥରେ ଚାଲିକି ମଣିଷ ମହାନ ହେଇ ଉଠିବ। ଆର୍ଯ୍ୟ କୃଷ୍ଟି ଏକ ସଂସ୍କୃତି ମାତ୍ର ବୋଲି ବିବେଚନା କରିବା ଅଯୌକ୍ତିକ, ବରଂ ଏହା ଏକ ଅଭ୍ରାନ୍ତ ଜୀବନ ଦର୍ଶନ। ପ୍ରତ୍ୟେକ ଜୀବ ସତ୍ତା ଚାହେଁ ବଞ୍ଚି ବଢି ଅଧିକରୁ ଅଧିକ ଉନ୍ନତ ହେବାକୁ, ଯାହା କେବଳ ଆର୍ଯ୍ୟାନ ମାଧ୍ୟମରେ ସମ୍ଭବ ବୋଲି ଶ୍ରୀ ଶ୍ରୀ ଠାକୁର ଦୃଢ କଣ୍ଠରେ କହିଛନ୍ତି। ଆର୍ଯ୍ୟ କୃଷ୍ଟି ଏକ ସାଂସ୍କୃତିକ ଚେତନା ଯାହା କେବଳ ମାନବ ଜାତି ନୁହେଁ, ପ୍ରତ୍ୟେକ ଜୀବ ସତ୍ତାର ଉନ୍ନୟନ ପାଇଁ ଅମୃତର ପଥ। ପରମ ପିତା ଅଭହସ୍ତ ଆମକୁ ହାତ ଠାରି ଆଜି ଡାକୁଛି ଆସ ଆର୍ଯ୍ୟ ବଞ୍ଚ ବଢି ଚାଲ, ମା ମୃହସ ମା ଦହି ସକ୍ଷତ ଚେତ ମୃତ୍ୟୁ ପଲକ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦାଦା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ।